ଜୟ ଜଗନ୍ନାଥ। ଟିକେ ମଜା। ତମ ରାଣ ତମେ ଶୁଣ। ସ୍ତ୍ରୀ ପଚାରିଲେ ସ୍ୱାମୀଙ୍କୁ, ଆଚ୍ଛା ଆଜି ସତ କଥା କହିବ, ତମେ କାହାକୁ ବେଶୀ ଭଲ ପାଅ? ମୋତେ, ତମ ବାପା ମାଆଙ୍କୁ, ନା ତମ ପିଲାମାନଙ୍କୁ? କିନ୍ତୁ ସକାଳୁ ରାତି 12ଟା ଯାଏଁ ମୁଁ ହିଁ ସବୁ କାର୍ଯ୍ୟ ତମର ତୁଲଉଛି। ତମେ ଯାହା ବି କୁହ, ଯାହା ବି କର, ମୁଁ ମୋ ବାପା ମାଆଙ୍କୁ ବେଶୀ ଭଲ ପାଏ। ହଁ, ତାହେଲେ ମୋ ପାଖେ ତମର କିଛି କାମ ନାହିଁ। ଚାଲି ଶୁଣ, ପଚାରିଛ ମାନେ ଶୁଣ। ତମ ରାଣ ତମେ ଶୁଣ। ଏ ଘରେ ବାପା ମା, ସେ ଘରେ ମାସକ ତଳେ ବାହାଘର ଥିବା ପୁଅ ବୋହୂ, ସେ ଘରେ ଆସିଛନ୍ତି ଝିଅ ଜ୍ୱାଇଁ। ହଁ, କ'ଣ ହେଇଗଲା? ତମେ ତ ଅଫିସ ଆସିଲେ ଆଗ ବାପା ମାଆଙ୍କ ରୁମ୍ରେ ପଶୁଛ। ଆରେ ସେଇ କଥା ଶୁଣିବା ପାଇଁ ମୁଁ ତୁମକୁ ଅଟକାଇଛି। ଶୁଣ, ଆଜି ମୋ ବାପା ମା ଅକର୍ମଣ୍ୟ ହେଇକି ପଡ଼ିଛନ୍ତି, ବୃଦ୍ଧାବସ୍ଥା। ହୁଏତ କାଲିକି ସେ ରୁମ୍ରେ ସେ ନଥିବେ। କିଏ ଥିବ ସେ ରୁମ୍ରେ? ତମେ ଥିବ, ତମ ସ୍ୱାମୀ ଥିବେ। ତମ ପୁଅ ଯେତେବେଳେ ଅଫିସରୁ ଆସିବେ, ଆଗ କେଉଁ ରୁମ୍କୁ ଯିବେ? ସେ ରୁମ୍କୁ ନା ଆଉ କେଉଁ ରୁମ୍କୁ? କାଲିକି ରହିଲା, ଭାବି ଚିନ୍ତିକି ମୋତେ ଉତ୍ତର ଦେବ।